ବା ପ୍ରତିଷ୍ଠା ହେଇଥିବା ଆଖଣ୍ଡଳମଣିଙ୍କର ଆଶ୍ରମରେ ଆମେ ସାନ୍ଧ୍ୟ ଦର୍ଶନ ପ୍ରାର୍ଥନା ଏବଂ ସାମାନ୍ୟ ସତ୍ସଙ୍ଗ ଟିକେ କରୁଛୁ। ଆଖଣ୍ଡଳମଣି ଏ ଶବ୍ଦଟିକୁ ଆପଣମାନେ ଭଲ ଭାବରେ ଚିନ୍ତା କରିନଥିବେ। କେବଳ ନାଁଟିକୁ ଆପଣମାନେ ମନେ ରଖିଥିବେ, ଆରେଡ଼ି ଆଖଣ୍ଡଳମଣି। ଭଗବାନଙ୍କର ବା ଆମେ ଯାହାଙ୍କୁ ସର୍ବଶକ୍ତିମାନ ବୋଲି ଉଚ୍ଚାରଣ କରୁଛୁ, ଏହି ସର୍ବଶକ୍ତିମାନଙ୍କର ନାମ ଆଉ ଧାମକୁ ଯଦି ତର୍ଜମା କରାଯାଏ, ଏଇଟା ବହୁ ବାଟ ପର୍ଯ୍ୟନ୍ତ ଯିବ, ବହୁ ସମୟ ମଧ୍ୟ ଲାଗିବ। ଆଖଣ୍ଡଳ କହିଲେ ଯାହା ଲିଭେ ନାହିଁ, ଯେଉଁ ଅଗ୍ନି କାହାରି ଦ୍ୱାରା ନିର୍ବାପିତ ହୁଏ ନାହିଁ, ସେ ହେଉଛନ୍ତି ଆଖଣ୍ଡଳ। ଆପଣମାନେ ନାମଯଜ୍ଞ, ଘୃତଯଜ୍ଞ ଏସବୁ ଯେତେବେଳେ କରୁଛନ୍ତି, ସେତେବେଳେ ବ୍ରାହ୍ମଣ ଗୋଟିଏ ଆଖଣ୍ଡଳ ଦୀପ ସେ ପ୍ରଜ୍ୱଳନ କରେ। ତାର କାରଣ ହେଉଛି ଶେଷ ଯଜ୍ଞଟି ଶେଷ ହେବା ପର୍ଯ୍ୟନ୍ତ ଆଖଣ୍ଡଳ ଦୀପଟି ଅକ୍ଷୁର୍ଣ୍ଣ ଭାବରେ ଜଳିବ। ଆମେ ଶ୍ଲୋକରେ ପଢ଼ୁଛୁ, ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ସେ ଏଭଳି ଏକ ପୂର୍ଣ୍ଣାନନ୍ଦ ବା ପୂର୍ଣ୍ଣ ବ୍ରହ୍ମ, ସେଥିରୁ ଯେତେ ବି ମହିମା ସ୍ୱରୂପୀ ଧନ ଜନ ଗୋପ ଲକ୍ଷ୍ମୀ ଯାହା ବି ବାହାରିବେ, ସେ ଶେଷ ହେବ ନାହିଁ। ସୃଷ୍ଟିର ପ୍ରାରମ୍ଭରେ ଯିଏ ଥିଲେ, ଆଜି ବି ସେଇ ଅଛନ୍ତି, ସବୁଦିନେ ମଧ୍ୟ ସେଇ ରହିବେ। ଆମେ କେତୋଟି ଦିନର ଗୋଟିଏ ବାଟୋଇ। ଯେମିତି ବାଟ ଚାଲୁ ଚାଲୁ ଗୋଟିଏ ବାଟୋଇ ସେ ଗୋଟିଏ ଗଛ ମୂଳେ ବିଶ୍ରାମ ନିଏ, ଟିକେ ତାକୁ ଶରୀରକୁ ଶାନ୍ତି ଦେବା ପାଇଁ। ସେଇଭଳି ଇଏ ମର୍ତ୍ତ୍ୟ ହେଉଛି ଗୋଟିଏ ବିଶାଳ ବଟବୃକ୍ଷ। ଏହାକୁ ଅଶ୍ୱସ୍ଥ ବୋଲି କୁହାଯାଇଛି। ଏହି ବଟବୃକ୍ଷକୁ ଅଶ୍ୱସ୍ଥ କରିବାର କାରଣ କ'ଣ? ଆଜି ଯିଏ ଅଛି, କାଲିକି ସେ ଗଛ ରହିବ କି ନାହିଁ, ସେଇଟା କେହି କହିପାରିବେନି। ତେଣୁ ଏଇ ଅଶ୍ୱସ୍ଥ ବୃକ୍ଷ ସ୍ୱରୂପୀ ଆଖଣ୍ଡଳମଣିଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ। ସେ ପ୍ରାର୍ଥନା ହେଉଛି ବିଶ୍ୱ ଦେଶ ରାଜ୍ୟ ଆମ ପରିବାର ସମସ୍ତେ ସୁଖ ଶାନ୍ତିରେ ରୁହନ୍ତୁ।
ଆମେ ଯୋଉଟା ମାଗିବା ଅନ୍ୟମାନେ ସୁଖ ଓ ଶାନ୍ତିରେ ରୁହନ୍ତୁ, ଆମେ ଏଇ କଥାଟା ମାଗିଲେ, କିନ୍ତୁ ଆମ ନିଜର ଆଚରଣ ଯଦି ଭୁଲ ହେଲା, ଆମେ କାହାରିକି ସୁଖ ଶାନ୍ତିରେ ରଖେଇ ଦେବୁ ନାହିଁ। ଯଦି ଏ ସଂକଳ୍ପ ଯଦି ଆମମାନଙ୍କ ଜୀବନରେ ଆସିଲା, ତାହେଲେ କେହି ସୁଖ ଶାନ୍ତିରେ ରହିପାରିବେ ନାହିଁ। ଆଖଣ୍ଡଳ ମଣି, ମଣି କହିଲେ ସବୁଠାରୁ ମୂଲ୍ୟବାନ ରତ୍ନ। ଜୀବନ ମନ୍ଦିରରେ ଯେଉଁ ଆଖଣ୍ଡଳ ମଣି ଅଛନ୍ତି, ସେ ସବୁ ରୂପରେ ଅଛନ୍ତି। ଆମେ ଖାଲି କହୁଛୁ ସେ ବୁଦ୍ଧି, ବିବେକ, ଜ୍ଞାନ, ବିଚାର ଏତିକି ଭିତରେ, ଏମିତି ଆଉ ଗୋଟାଏ ଯୋଉଟି ଶବ୍ଦ, ଏହାରି ଭିତରେ ସେ ଅଛନ୍ତି। କିନ୍ତୁ ପ୍ରକୃତରେ ସେ କଥା ନୁହେଁ। ଜୀବନର ପ୍ରତିଟି ଅଙ୍ଗକୁ ଆପଣ ଚିନ୍ତା କରନ୍ତୁ। ଏକଲବ୍ୟଙ୍କର ଗୋଟିଏ ଆଙ୍ଗୁଠି ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଅର୍ପଣ କଲା ପରେ ଏକଲବ୍ୟ ଆଉ ଧନୁ ଚାଳନା କରିପାରିଲେ ନାହିଁ। ତାହେଲେ ଗୋଟିଏ ଛୋଟ ଆଙ୍ଗୁଳିର ଯଦି ଏତେ ଗୁଣ, ତାର ଯଦି ଏତେ ମୂଲ୍ୟ, ତେଣୁ ଜୀବନମଣି ବା ଜୀବନ ମୁକ୍ତା ଇଏ କେମିତି କମ ମୂଲ୍ୟର ହବ? ମନେ କରାଯାଉ ଆପଣମାନେ ଏସବୁ ଜିନିଷକୁ ଅନୁଭବ କରିଛନ୍ତି। ଗୋଟିଏ ମେଡିକାଲକୁ ଯାଆନ୍ତୁ, ସୁନ୍ଦର ସୁନ୍ଦର ମଣିଷମାନେ, ସେ ବୃଦ୍ଧ ଠାରୁ ଯୁବକ ପର୍ଯ୍ୟନ୍ତ, ପିଲା ପର୍ଯ୍ୟନ୍ତ ସେମାନେ ଦେଖିବାକୁ ଭାରି ସୁନ୍ଦର, କିନ୍ତୁ ସେମାନେ ମେଡିକାଲରେ ପଡ଼ିଛନ୍ତି। ତାଙ୍କର କଥା କହିବାର ଶକ୍ତି ନାହିଁ, ପାଣି ପିଇବାର ଶକ୍ତି ନାହିଁ, କଥାବାର୍ତ୍ତା ପଦେ କହିବା ପାଇଁ ମଧ୍ୟ ତାଙ୍କର ଶକ୍ତି ନାହିଁ। ଏଇ ହେଉଛି ଜୀବନ। ଯେଉଁ ଜୀବନକୁ ଆମେ କହୁଛୁ ଏତେ ମୂଲ୍ୟବାନ, କିନ୍ତୁ ସେ ମୂଲ୍ୟବାନ ଜୀବନଟି ଗୋଟେ ଛୋଟ ହଉ ବା ବଡ଼ ହଉ, ଗୋଟେ ରୋଗରେ ପଡ଼ି ସେ ବର୍ତ୍ତମାନ ଛଟପଟ ହେଉଛି ଏବଂ ସେ ପ୍ରଭୁଙ୍କୁ ଡାକୁଛି, ଇଏ ଜୀବନଟା କେମିତି ମୋର ଶୀଘ୍ର ଚାଲିଯାଉ, ମୁଁ ଟିକେ ମୁକ୍ତି ପାଇବି। ଏଇଭଳିଆ ଗୋଟେ ଜୀବନକୁ ନେଇ ଆମ ଭିତରେ ଦମ୍ଭ, ଦର୍ପ, ଗର୍ବ, ଅଭିମାନ ସବୁ ଭର୍ତ୍ତି ହେଇକିରି ରହିଛି। ଆମେ ଯୁଆଡ଼େ ଯାଉଛୁ ସେଇ ଦୁର୍ଗୁଣ ଗୁଡ଼ାକ କେବଳ ଲୋକମାନଙ୍କ ପାଖରେ ଆମେ ପରିବେଷଣ କରୁଛୁ। ତା ଦ୍ୱାରା ଜୀବନର ମୂଲ୍ୟ କମି ଯାଉଛି, ସମାଜର ମୂଲ୍ୟ ମଧ୍ୟ କମି ଯାଉଛି। ଆପଣ ଦେଖନ୍ତୁ, ଆମ ଭିତରେ ଗୋଟେ ଲିଭର ଅଛି, ଗୋଟେ କିଡନୀ ଅଛି, ହାର୍ଟ ଅଛି। ଆଚ୍ଛା, କୋଉ ଜିନିଷଟା ମୂଲ୍ୟବାନ ନୁହେଁ? ବା ଆମେ ମେଡିକାଲକୁ ଯାଇ ଡାକ୍ତରଙ୍କୁ କହିବା ଏଇ ଜିନିଷଟାକୁ ଆମଠାରୁ କାଢ଼ି ନିଅନ୍ତୁ। କାଢ଼ିନେଲେ କ'ଣ ହେବ? ଜୀବନଟା, ବହୁମୂଲ୍ୟ ଜୀବନଟା ଗୋଟେ ମୂଲ୍ୟହୀନ ହେଇଯିବ। ଆମେ 10ଟି ଆଙ୍ଗୁଠି ଆମର ଅଛି, କିଏ ଛୋଟ କିଏ ବଡ଼,
କୌଣସି କାରଣରୁ ଯଦି ଗୋଟିଏ ଛୋଟିଆ ଆଙ୍ଗୁଠି କାଣି ଆଙ୍ଗୁଠି ଯଦି କଟିଗଲା ତାହେଲେ ଗୋଟିଏ କର୍ମକୁ ସମ୍ପୂର୍ଣ୍ଣ କରିବା ପାଇଁ ଆମକୁ ନିଶ୍ଚିତ ଭାବରେ କଷ୍ଟ ହେବ। ଆପଣ ବସିଛନ୍ତି କଥାବାର୍ତ୍ତା କରୁଛନ୍ତି, ସେ ପାଖରୁ ଡକରା ଆସିଲା ତମ ଚାକିରି ସରିଲା। ଆମେ ସେ ଶବ୍ଦ ଶୁଣିପାରୁନୁ, ଆମେ ଆମର ବସିକି ଚିନାବାଦାମ ଖାଉଛୁ କି ଆଉ କ'ଣ ଖାଉଛୁ, ଗୋଟେ ବସିଛୁ ଆନନ୍ଦରେ ବସି ଗପସପ କରୁଛୁ। ସେଇ ଖବର ଯେତେବେଳେ ଆସି ଆମ ପାଖରେ ପହଞ୍ଚିଲା, ଆମ ଦେହ ଥରିଲା, ଛାତି ଥରିଲା ଏବଂ ଆମର ମୁଣ୍ଡ ବ୍ଲଡ଼ ପ୍ରେସର ବଢ଼ିଲା। ଶେଷରେ ଆମେ ଭାବୁଛୁ ଆଉ ବୋଧେ ଏ ସଂସାରରେ ଆଉ ରହିହେବନି। ଏତିକି ଭାବୁ ଭାବୁ ଆମ ଜୀବନ ଦୀପ ସରିଗଲା। ଆମେ ଆଉ କିଛି କହିପାରିବୁନି କି କରିପାରିବୁନି କି। ଏମିତିଆ ଉଦାହରଣ ଆପଣ ଗାଁ ଠାରୁ ସହର ପର୍ଯ୍ୟନ୍ତ ବୁଲିକିରି ଦେଖନ୍ତୁ, ସବୁ ଜାଗାରେ ଏଇଭଳିଆ ଉଦାହରଣ ବହୁତ ମିଳିବ। ଯଦି ଏତେ କଥା ଆମେ ଶିଖିଲେ, ଜାଣିଲେ, ବୁଝିଲେ, ମନେ ପକେଇଲେ, ତାପରେ ବି କାହିଁକି ଆମର ଦୁଷ୍ଟ ବୁଦ୍ଧି ଶାନ୍ତ ହେଉନି? ଗୋଟିଏ ଲୋକ ବା ପିଲା ଯାହା ହଉ ନିଶାସକ୍ତ, ତାକୁ ସମସ୍ତେ ବହୁତ ବୁଝେଇଲେ, ଶେଷରେ ସେ କହିଲା ହଁ ମୁଁ ଆଉ ନିଶା ଖାଇବିନି। 15 ଦିନ ଗଲା, ମାସେ ଗଲା, ତାପରେ ଦେଖିଲା ବେଳକୁ ସେଇ ପିଲାଟି ନିଶା ଖାଇ ରାସ୍ତାରେ ଗଡୁଛି, ଅଶ୍ଳୀଳ ଅଭଦ୍ର ଭାଷାରେ ଲୋକଙ୍କୁ ଶୋଧୁଛି, ବାପ ଅଜା ଗୁରୁଜନଙ୍କୁ ସେ ସମ୍ମାନ। ସିଏ ଯେତେବେଳେ ନିଶାଟା ଛାଡ଼ି ଯାଉଛି, ତାପରେ ବହୁତ ଭଦ୍ରାମୀ ଭାଷାରେ ସେ ଆମକୁ ଯେତେ କଥା ଯାହା କହିଲେ ବି ସିଏ ଲୋକଟି ପ୍ରତି ଆମର କଦାପି ବିଶ୍ୱାସ ହବାର ନାହିଁ। ଆମେ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିବା ସେ ଭଲ ହେବା ପାଇଁ, କିନ୍ତୁ ସେ ତ ଭଲ ହେବନି, ଆଉ ଚେଷ୍ଟା କରି ଲାଭ କ'ଣ ଅଛି? ଆମେ ଯେଉଁ ଧର୍ମର ହଉ, ଆମେ ପୂଜା ପର୍ବ, ଏଇ ପୂଜା ପର୍ବ ପାଳନ କରିବା ପାଇଁ ଆମେ ପିଠା ପଣା କେତେ ପ୍ରକାର ଭୋଗ ଆମେ କରୁଛୁ। ଆଜି ଅମୁକ ପର୍ବ, ଆଜି ଘରେ ଏଇଆ ହେବ, ଏଇଆ ହେବ, ଏଇଆ ହେବ। କିନ୍ତୁ ଆମେ ଏତେ ଭୁଲ ମଣିଷ, ଯେଉଁଦିନ ଠାକୁରଙ୍କର ସେବା କଲେ ଆମକୁ ପୁଣ୍ୟ ମିଳିବ, ସେଇଦିନ ସେ ସବୁକୁ ଭୁଲି ଯାଇ ଆମେ ଆକଣ୍ଠ ନିଶାପାନ କରି ଘରେ ବାଡ଼ିଆ ପିଟା ଇତ୍ୟାଦି କରିବୁ। ତାହେଲେ ଆମେ ମନ୍ଦିରକୁ ଯାଇ ହାତ ଯୋଡ଼ି ଗୋଟିଏ ଫୁଲମାଳ ଦେଇ ଧୂପ ଦୀପ ଦେଇ ଆମେ ଏତେ ପୂଜା କରୁଛୁ, ସେ ପୂଜାର ମୂଲ୍ୟ କ'ଣ? କେବଳ ପୂଜାର ମୂଲ୍ୟ ହେଉଛି ଗୋଟିଏ ଦୋକାନୀକୁ ତମେ ଲାଭବାନ କରାଉଛ। ଫୁଲ ଦୋକାନୀ ଲାଭବାନ ହେଉଛି, ଭୋଗ ଦୋକାନୀ ଲାଭବାନ, ତାଙ୍କୁ ଲାଭବାନ କଲ, ଏଇଟା ଭଲ। ତମେ କୋଉ ଲାଭବାନ ହେଲ? ତମେ ଜୀବନଟାକୁ
ନଷ୍ଟ କରିଦେଲ। ଏ କଥାଟା ମୁଁ କହୁଛି ବୋଲି ଆପଣମାନେ ଭାବୁଥିବେ ମୁଁ ଗୋଟେ କହିପାରେ କହୁଛି, କିନ୍ତୁ ସେ କଥା ନୁହେଁ। ମୁଁ ମୋ ନିଜ ଜୀବନକୁ ମଧ୍ୟ ମୁଁ ସମୀକ୍ଷା କରିଛି। ମୁଁ 17ଟି ବର୍ଷ ମୋ ନିଜ ଘରେ ଥିଲି, ମାତ୍ର 17ଟି ବର୍ଷ। ମୁଁ ଖାଇ ଶିଖିନଥିଲି ବୋଲି ମୋର ଗୁରୁଜନମାନେ ମୋତେ ଖୁଆଇ ଦିଅନ୍ତି। ଆଜି ବି ଖାଇପାରୁନି, କିଏ ଖୁଆଇ ଦେଲେ ମୁଁ ଖାଉଛି। ମୁଁ ସେଇ ଜୀବନ କେତେ ବର୍ଷ ଆମେ କାଟି ସାରିଲୁଣୁ, କେତେ ଘଟଣା ଅଘଟଣ ଆମେ ଦେଖି ସାରିଲୁ, କେତେ ନାମଯଜ୍ଞ, ଘୃତ ଯଜ୍ଞ, ଭାଗବତ ପାଠ, ଗୀତା ପାଠ ସବୁ ଆମେ ଅଳ୍ପ ବହୁତେ ଶୁଣୁଛେ। ଇଏ ଅମୁକ ମନ୍ଦିରର ଠାକୁର ଭାରି ତାଙ୍କର ମହିମା, ତାଙ୍କୁ ଯାହା ଯିଏ ଦୁଃଖ ଜଣେଇବ ସେ ସାଙ୍ଗେ ସାଙ୍ଗେ ଶୁଣିବେ। ଏମିତି ବହୁ କଥା ଆମେ ଲୋକଙ୍କୁ କହୁଛୁ, କିନ୍ତୁ ଆମେ ନିଜେ କୌଣସି ବାଟୋଇ ନୁହେଁ। ଆମେ କଣ୍ଟକିତ ବାଟର ଗୋଟିଏ ସୁନ୍ଦର ପଥିକା। ତେଣୁ ଆମ ବାଟକୁ ଆମେ ପରିଷ୍କାର ରଖିବା। ପ୍ରତ୍ୟେକ ଦିନ ଆମର କୃତ କର୍ମକୁ ଆମେ ସମୀକ୍ଷା କରିବା। ମୁଁ ଦିଲ୍ଲୀର ଗୋଟେ ଜାଗାରେ ଗୋଟେ କ'ଣ କିଛି ଏଇ ଜାମା ପ୍ୟାଣ୍ଟ ଏଇସବୁ କଥା ସବୁ ଆମେ ସବୁ କିଣୁଥିଲୁ। ମୁଁ ବି ତା ଭିତରେ ଥିଲି। ମୁଁ କିଛି କିଣୁନଥିଲି, ମୁଁ ଠିଆ ହେଇଥିଲି, ସେ କିଣୁଥିଲେ। ଆଉ ସେ ଟିକେ ବହୁତ ପଇସା କହିଲା, ମାନେ ଆମକୁ ଲାଗିଲା ଯେ ସେ ବହୁତ ପଇସା କହୁଛି। ଏତେ ପଇସା ଦେଇକି ଜିନିଷ କିଏ ନେବ? ଫେରି ଆସିଲା ବେଳେ କେତେ ଖଣ୍ଡ ଜିନିଷ ଆମେ ଆଣିଥିଲୁ, ଜାମା ଫାମା ଏମିତି କ'ଣ ସବୁ ଆଣିଥିଲୁ। ତା ଭିତରେ ଆଉ ଗୋଟେ ଛୋଟ ଜିନିଷ ଜାମାଟା ହେଇକି କ'ଣ ମନେ ପଡ଼ୁନି, ସେ ଜିନିଷଟିକି ବି ସାଙ୍ଗରେ ଆଣିଛୁ, କିନ୍ତୁ ତାର ପଇସା ଦେଇନୁ। ଯେତେବେଳେ ଆମେ ନିଜ ଘରେ ପହଞ୍ଚିଲୁ, ଆମେ ପରସ୍ପର କଥା ହେଲୁ ଯେ ଆମେ କ'ଣ ପାଇଁ ବଜାରକୁ ଯାଇଥିଲୁ। ତାହେଲେ ଚୋର ଯିଏ ଚୋରି କରୁଛି ତାଠୁ ଆମେ କିଛି କମ ଛୋଟ ଚୋର ନୁହେଁ। ସେ ତା ଚୋରି କରିବା ଯାହାର ପ୍ରବୃତ୍ତି, ସେ ତାର ଚୋରି କରୁଛି, ତାକୁ ନାଦ ନାହିଁ କି ସରମ ନାହିଁ। କିନ୍ତୁ ଆମେ ଯିଏ ଭଦ୍ର ଲୋକର ମୁଖା ପିନ୍ଧି ଯାଇଥିଲୁ, ଆମେ କାହିଁ ଏଇଟାକୁ ନେଇ ଆଇଲୁ? ତେଣୁ ମୋର ଗୋଟେ କଥା ହେଲା ଯେ ସେ ଏତେ ପଇସା କାହିଁକି କହିଲା, ୟାର ମୂଲ୍ୟ ଏତେ ନୁହଁ। ତେଣୁ ଗୋଟାଏ ନେଇ ଆସିଲେ ସେ ପୂର୍ଣ୍ଣ ହେଇଗଲା। ରାତି ଯାକ ଆଉ ବଳିଆ ଶୋଇପାରିଲା ନାହିଁ। ରାତି ଯାକ ମୁଁ କେବଳ ସେଇ ଜାମା ଆଉ ସେ ଦୋକାନୀ, ସେ ବଜାରକୁ ବସିକିରି ଧ୍ୟାନ କରୁଛି। ପୁଣି ସନ୍ଧ୍ୟା ହେଲା, ଆମେ କହିଲୁ ଆଚ୍ଛା ଚାଲ ଯିବୁ ଯେ ସେଇ ଦୋକାନ ପାଖକୁ ଯିବୁ। ଆମେ କାହିଁକି ଯାଉଛୁ କିଏ ଆମକୁ ପଚାରୁନାହାନ୍ତି। ବାବା ତ କହୁଛନ୍ତି ଯିବା ପାଇଁ, କ'ଣ ଗୋଟେ ଆଉ ଗୋଟେ କିଣିବେ ବୋଧେ। ଆଉ ଗଲୁ, ସେ ଜାମାଟିକୁ ଆମେ ଫେରେଇ ଦେଲୁ। ଆମେ କହିଲୁ ବାବୁ, ତମଠାରୁ କାଲି ଯେତେବେଳେ ଆମେ ଏଇସବୁ ଜିନିଷ କିଣିଥିଲୁ, ତମେ ସବୁଥିରେ ଗୁଡ଼ାଏ ମୂଲ୍ୟ, ମାନେ ବେଶୀ ଅର୍ଥ ତମେ ନେଉଥିଲ। ତେଣୁ ଆମ ମନଟାକୁ ତମେ ଭଲ ରଖିଲନି। ଆମେ ଆଉ 5 ଖଣ୍ଡ ନେଇଥାନ୍ତୁ। ତ ତମେ ଯେତେବେଳେ ଏମିତିଆ କଲ, ଆମେ ଗଲାବେଳେ ଏଇଟାକୁ ନେଇଗଲୁ। ଆଉ ତେଣୁ ତମେ ଆମକୁ ମାର, ନହେଲେ ଯାହା କରୁଛ କର।
ସେ ଏତେ ଖୁସି ହେଇଗଲା, ଆମ ପିଲାମାନଙ୍କ ହାତରେ ହାତ ମିଳେଇ ହ୍ୟାଣ୍ଡସେକ୍ କଲା, କହିଲା ଆଜି ମୁଁ ଛାଡ଼ି ଦେଉଛି ଦୋକାନ, ମୁଁ ମୋର ସାଡ଼େ ବିକ୍ରି କରୁଛି, ଆପଣଙ୍କର ଯାହା ଇଚ୍ଛା ନେଇଯାଆନ୍ତୁ। ଶେଷକୁ ମୋତେ କହିବେ ଯେ ଆମେ ଏଇଆ ନେଲୁ। ତାପରେ ମୁଁ ମୋର ହିସାବ କରି କହିବି ମୁଁ ଏତିକି ଟଙ୍କା ନେଲି, ଏତିକି ଟଙ୍କା ଜିନିଷ କଲା, ସେତିକି ମୁଁ ନେବି, ମୁଁ କେବେ ଆଉ ଇଏ ଭୁଲ ଜୀବନରେ କରିବିନି। ମୁଁ ଏତେ ଦିନ ଗୋଟିଏ ଆପଣଙ୍କ ଭଳି ଗୋଟିଏ ଭଲ ମଣିଷକୁ ପାଇଛି। ଏମିତି ତାର ସେ ସବୁ କହିଲା। ଆମେ ଆମର ସବୁ ଯାହା, ଆମର ତ ଆଉ କିଛି କିଣିବାର ନଥିଲା, ତଥାପି କିଛି କ'ଣ ଦି ଚାରିଟା ଖଣ୍ଡେ ଜିନିଷ କିଏ କ'ଣ କିଣିଲେ, କିଣି ସାରିକି ତାକୁ ଦେଖେଇଲେ ଯେ ବାବୁ ଏଇ ଜିନିଷ ଆମେ ନେଇଛୁ। କହିଲେ ହଉ ଯାହା ନେଇଛନ୍ତି ଆପଣଙ୍କର ଯାହା ଇଚ୍ଛା ହେଉଛି ମୋତେ ଦିଅନ୍ତୁ, ମୁଁ କିଛି ପଇସା କହିବିନି। ଆମେ ଗୋଟେ କେମିତି କହିବୁ, ଆମେ କ'ଣ କେଉଁ ଲୁଗା ଦୋକାନୀ ଯେ ଆମେ ଜାଣିଛୁ, ଆମେ ତୁମକୁ ପ୍ରଭୁ ତମେ ବାବୁ କୁହ, ଆଉ କ'ଣ କରିବା, ସେଟା କାଲି କଥା, କାଲି ଗଲା। କହିଲୁ କ'ଣ ଗୋଟେ କହିଲା, କହିବା ପରେ ତା ପଇସା ଆମେ ଦେଲୁ। ଆମେ ରାସ୍ତା ମାନେ ପାସ୍ କରିକି ଆସିବା ପର୍ଯ୍ୟନ୍ତ ସିଏ ଆମକୁ ହାତ ଯୋଡ଼ି ନମସ୍କାର କରୁଥାଏ। ମୁଁ ଏଇଟା ନିଜେ ଅନୁଭବ କରେ। ତେଣୁ ଦୁର୍ଗୁଣ ସବୁବେଳେ ମଣିଷକୁ ପଚା ମାଂସ ଭଳି ଗନ୍ଧାଏ, ସୁଗୁଣ ସବୁବେଳେ ଆମକୁ ଅତର ବା ସୁବାସିତ ତେଲ ଭଳି ସବୁବେଳେ ବାସେ। ତେଣୁ ଆମେ ଭଲ ମନର ମଣିଷ ହେବା, ଏ କଥାଟା ମୁଁ ସବୁବେଳେ କହୁଛି। ଆମେ ତାକୁ ସବୁ ଛାଡ଼ି ଏଇ ବାଟରେ ଆମେ ଆଜି ଆସିଲା ବେଳେ ଦି ଚାରିଟି ପିଲା ଯାଉଛନ୍ତି, ସମସ୍ତଙ୍କ ହାତରେ ସେ ପିଲାଙ୍କ ବୟସ 15 ବର୍ଷରୁ 15 ବର୍ଷ ଖଣ୍ଡେ ହେବ। 15 ବର୍ଷର ପିଲା ସମସ୍ତଙ୍କ ହାତରେ ଗୋଟାଏ ଦିଟା ବିୟର ବୋତଲ। ମୋତେ ଯେତେବେଳେ ଡ୍ରାଇଭର ଆମର କହିଲା, ମୁଁ ତୁ ଟିକେ ଗାଡ଼ିଟା ଅଟକେଇ ଦେଲୁନି, ସେଗୁଡ଼ିକ ସବୁ ମୋ ଗାଁ ପିଲା, ସେ ମୋତେ କିଛି କହିନଥାନ୍ତେ। ମୁଁ ତାଙ୍କୁ ପଚାରିଥାନ୍ତି, ବାପା ଏଗୁଡ଼ା କ'ଣ ଧରିଛ? ତମେ ଅରିଲ ଗାଁର ପିଲା, ଶିଶୁ ଅନନ୍ତଙ୍କ ଆଶ୍ରମ ତଳେ ଅଛ, ଏଗୁଡ଼ାକ କାହିଁ ଧରିଛ? କାହିଁ କଦଳୀ ମିଳିଲା ନାହିଁ, କ୍ଷୀର ମିଳିଲା ନାହିଁ, ତାକୁ ଚକଟିକି ପିଇଲନି? ଡ୍ରାଇଭର କହିଲା, ବାବା କାହିଁ ଆପଣ କହିବେ, ପୁଣି ସେ ମାନିବେନି କ'ଣ ଗୋଟେ। ତେଣୁ ସବୁବେଳେ ଆମେ ଜୀବନରେ ଯେଉଁ କୁହାଯାଏ କସସ୍ ଆଣ୍ଡ କନସସ୍, ଜୀବନଟାକୁ ଯଦି ଏଇ କଥା ଭିତରକୁ ଆମେ ନ ନେବା, ଶେଷରେ ଜୀବନଟା ମୂଲ୍ୟହୀନ ହେଇଯିବ। ଆମେ ଯେତେ ମୂଲ୍ୟବାନ ପୋଷାକ ପିନ୍ଧି, ଗୋଟାଏ ପଦବୀ ପିନ୍ଧି, ଜଣେ ଗଭର୍ଣ୍ଣମେଣ୍ଟ କର୍ମଚାରୀ, ସେଟା କ'ଣ ଥିଲେ, ସ୍ୱାସ୍ଥ୍ୟ ବିଭାଗରେ ଥିଲେ, ସେ ଗୋଟେ ଡାକ୍ତରଖାନାର ହେଡ୍ ଥିଲେ, କ'ଣ CDO ନା କ'ଣ ତାକୁ କହନ୍ତି। ସିଏ ଯେତେବେଳେ ଘରକୁ ଫେରନ୍ତି, କାହାକୁ ତା ପୂର୍ବରୁ କହିଥିବେ, ଆରେ ଘରେ କ'ଣ କହୁଥିଲେ ଆଳୁ 2 କିଲୋ ନେବା ପାଇଁ, କିଲେ ନେବା ପାଇଁ, ଆଳୁ ଆଉ ସେ କାଙ୍କଡ଼ ପୋଟଳ ଆଣିବୁ ତ। ସାର୍ ଯେତେବେଳେ କହୁଛନ୍ତି, ଛୋଟ କର୍ମଚାରୀ ସେ ଯାଇ ନେଇ ଆଇଲେ, ଏସବୁ ଡିଗିରେ ରହିଲା। ଶେଷରେ ଏଇ ଯେଉଁ ଚାଉଳ ବାଣ୍ଟୁଛନ୍ତି, ଆମର ଯେଉଁ ସରକାରଙ୍କ ତରଫରୁ ଆମର କ'ଣ ସବୁ ଚାଉଳ ମିଳୁଛି, କ'ଣ ଚାଉଳ ଟଙ୍କିକିଆ ନା କ'ଣ କି ଚାଉଳ ମିଳୁଛି, ତାକୁ ବି ସେ କେବେ ଛାଡ଼ି ନାହାନ୍ତି। ଜଣେ 1.5 ଲକ୍ଷ ଟଙ୍କା ଦରମା ପାଉଥିବା ଜଣେ ଡକ୍ଟର, ସେ ଜଣେ ଡକ୍ଟର, ସେ
ତାକୁ ବି ମାନେ ସତର୍କ କରିଥିବେ ଅମୁକ ତାରିଖରେ ମିଳିବ ତୁ ଆଣିକି ରଖ। ସେ ତାକୁ ବି ନେବେ ଆକୁ ବି ନେବେ ଘରକୁ ଯିବେ। ଆଉ ଏ ସ୍ତ୍ରୀ ଭାବୁଥିବ ମୋ ସ୍ୱାମୀଟି କେତେ ମାନେ କର୍ମ ବୀର, ଏଇ ଦେଖ ଆଳୁ ବାଇଗଣ ପିଆଜ ରସୁଣ ସବୁ ଚାଉଳ ସବୁ ନେଇକି ଯାଇଛନ୍ତି। କିନ୍ତୁ ଭଗବାନଙ୍କ ଦରବାରରେ କାହାରି ପାଇଁ କ୍ଷମା ନାହିଁ। ଏଇଟା ଆପଣମାନେ ମନେ ରଖିବେ। ଜୀବନରେ ଆପଣ ଭୁଲ କରନ୍ତୁ, ଯେତେ ଯାହା ଭୁଲ କରିବାଟା କରିବେ, ଆମେ କ'ଣ ଆଉ ଅଟକେଇ ପାରିବୁ? ଭୁଲ ଯଦି ନ କଲେ ସେ ଜୀବନ ସ୍ୱତନ୍ତ୍ର, ଭୁଲ କଲେ ସେ ଜୀବନ ସ୍ୱତନ୍ତ୍ର। ଦଣ୍ଡ ପାଇବେ ହିଁ ପାଇବେ। ସେ ଯୋଉ ମସିହାରେ ପାଆନ୍ତୁ, ଯୋଉ ଦିନ ପାଆନ୍ତୁ। ଏଇ ଆପଣମାନେ ଦେଖୁଛନ୍ତି, ଲକ୍ଷ ଲକ୍ଷ ନୁହଁ, କୋଟି କୋଟି ଟଙ୍କାର ସୁନା, କୋଟି କୋଟି ଟଙ୍କା, ସୁନା ଟଙ୍କା ଏଇଟା ମେନ୍। ତାପରେ କୋଟି କୋଟି ଟଙ୍କାର ଜମି ପ୍ଲଟ ବ୍ୟବସ୍ଥା କରିଥିବା ଜଣେ ଶିକ୍ଷିତ ଏବଂ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଶେଷକୁ ସେ କ'ଣ ହୁଏ? ନିନ୍ଦିତ ହୁଏ। ଲୋକ ତାଙ୍କୁ ଛେପ ପକାଇବା ପାଇଁ ମଧ୍ୟ ମାନେ ଭୟ କରନ୍ତି। କାହିଁକି? ଏଇ ଭୁଲ ପାଇଁ। ତୋର ତ ବାବୁ କିଛି ଅଭାବ ନାହିଁ, ତୁ କାହିଁ ତାକୁ ଲୋଭ କଲୁ? ଯଦି ତୋର 3ଟା ପୁଅ ଅଛନ୍ତି କି 2ଟା ପୁଅ ଅଛନ୍ତି କି ଗୋଟିଏ ପୁଅ ଅଛି, ଏ ପୁଅ ନାହିଁ ଖାଲି ଝିଅ ଅଛନ୍ତି, ଯାହା ହଉ, ତୁ ଯଦି ମାନେ ମୁଁ ସେଇ ବାବୁଙ୍କୁ କହୁଛି, ସେ ଯଦି ଗୋଟେ ଚିନ୍ତା ଦିନେ କରନ୍ତେ ରାତିରେ ବସିକିରି, ତାର ତ 3ଟା ସନ୍ତାନ, ତାଙ୍କୁ ଖାଇବାକୁ ଦେଇପାରୁନି, ମସିଆ ଜାମା ପ୍ୟାଣ୍ଟ ପିନ୍ଧିକି ସେ ପିଲାଗୁଡ଼ା ବୁଲୁଛନ୍ତି। ମୋର ତ ଗୋଟିଏ ପୁଅ, ଫାର୍ଷ୍ଟ କ୍ଲାସ୍ ପୋଷାକ ପିନ୍ଧିକିରି ମୁଁ ତାକୁ ସଜେଇ ଦେଉଛି, ସେ ଯାଉଛି। ମୁଁ ଯଦି ସେଇ ଗୋଟିଏ ପିଲାକୁ ମଣିଷ କରିବି, ତାକୁ ପାଠ ପଢ଼େଇବାକୁ ପଇସା ଦେବି, ଜାମା ପ୍ୟାଣ୍ଟ ଦେବି, ଲୁଗା ଯାହା ଦେବି, ଜୀବନରେ ସେ ଯେତେବେଳେ ବଡ଼ ହେବ, ସେ ନିଶ୍ଚିତ ଭାବରେ ଭାବିବ ଯେ ଏଇ ହେଉଛନ୍ତି ମୋର ବାପା, ଏଇ ହେଉଛନ୍ତି ବାପା। ସେ ଏ କଥାଟା ମୁଁ ଉଦାହରଣ ଛଳରେ କହୁନି, ମୁଁ ଯୋଉଟା କହୁଛି ବାସ୍ତବ କଥା। ଆଜି ବି ମୋର ସେଇ ଛୋଟିଆ ଆଶ୍ରମ ଭିତରେ ଆଜି ବି ଏମିତିଆ ପିଲା ଅଛନ୍ତି, ଏମିତିଆ ବୟସ୍କ ବୃଦ୍ଧାମାନେ ଅଛନ୍ତି। ସେମାନଙ୍କର ମନର ଖୁସିଟା ଆମକୁ ଯେମିତି ଲାଗେ ଆମେ ହିମାଳୟରୁ ଫେରିଲୁ। ତେଣୁ ସୁକର୍ମେ ସୁସ୍ୱାଦୁ ମିଳନ୍ତି, କୁକର୍ମେ କୁସାଦୁ ମିଳନ୍ତି। ତେଣୁ ଆପଣମାନେ ସବୁବେଳେ, ଆମର ଗୋଟେ ଗୀତ ଅଛି, ଆଉ ବୋଲିବା ପାଇଁ ଆଉ ସମୟ ନାହିଁ। ତେଣୁ ଆରେ ରୂପ ରାଇଜର ବେପାରୀ, ଆରେ ରୂପ ରାଇଜର ବେପାରୀ, ଗୋଟେ ରୂପ ପଛରେ ତୁ ଗୋଡ଼େଇକିରି ଜୀବନଟାକୁ ନଷ୍ଟ କରିଦେଲୁ। ଆରେ ରୂପ ରାଇଜର ବେପାରୀ। ତାପର ପଦଟା ହଉଛି ବିନା ପଇସାରେ ଦରବ କିଣିଲୁ, କିଣିଲୁ କାଣି କହୁରି। ଆରେ ରୂପ ରାଇଜର ବେପାରୀ। ତେଣୁ ଆଜି ମଣିଷ ସମାଜ, ସମଗ୍ର ପୃଥିବୀ, ଆଉ ତୁମେ ଗବେଷଣା କର, ଗୋଟେ ରାଜ୍ୟକୁ, ଗୋଟେ ଗାଁକୁ, ଗୋଟେ ଦେଶକୁ, ଗୋଟେ ବିଶ୍ୱକୁ,
এই ରୂପରାଇଜର ବେପାରୀ, ଖାଲି ରୂପରାଇଜର ବେପାରୀ। ଆଜି ବାହା ହେଲେ କାଲିକି ମାରିଦେଲେ, କାଲି ବାହା ହେଲେ ପରଦିନକୁ 15 ଦିନ ପରେ। ପୁଣି ଏମିତି ଭଲ ପାଇବାଟା ଆପଣମାନେ କୋଉଠୁ ଶିଖିଲେ? ଏମିତି ଭଲ ପାଇବାର ସୁଖଟା କୋଉଠୁ ପାଇଲେ ଆପଣମାନେ? ଯେତେବେଳେ ଜନ୍ମ ହେଲେ ସେତେବେଳେ ବର୍ତ୍ତମାନ ଯାହାଙ୍କୁ ଭଲ ପାଉଛ ସେମାନେ ସେତେବେଳେ ଥିଲେ? ସେତେବେଳେ ବାପା ନଥିଲେ, ମା ନଥିଲେ, ଆତ୍ମୀୟ ସ୍ୱଜନ ବି ଥିଲେ କି ନଥିଲେ, ପଡ଼ୋଶୀ ସେମାନଙ୍କ ଭିତରେ ବି ଆନନ୍ଦ ଆସିଥିଲା। ସତ୍ୟନାରାୟଣଙ୍କର ପାଲା ହେଉଥିଲା, ପିଲାର ଜନ୍ମୋତ୍ସବ ପାଳନ ହେଉଥିଲା। ଏଇ ଯେଉଁ କଥାକୁ ଯେଉଁମାନେ ସୃଷ୍ଟି କରି ଯାଇଛନ୍ତି ସେ କେତେ ମହାନ ଲୋକ, କିନ୍ତୁ ଆମେ ହୀନମନ୍ୟତାର ଶିକାର ହେଇ ଜୀବନକୁ ହୀନରୁ ଆହୁରି ହୀନ। ମୋ ପାଖରେ ଯେତେ ମାନେ ଏମିତିଆ ବିଷୟ ଅଛି ଆପଣ ଶୁଣିଲେ କହିଲେ ପ୍ରକୃତ ଇଏ ଗୀତା ପଢ଼ୁଛି କେତେବେଳେ, ଏଗୁଡ଼ାକ ପଢ଼ୁଛି କେତେବେଳେ। ମୁଁ ସବୁ କଥାକୁ ପଢ଼େ, ମଣିଷ ମୁହଁକୁ ଅନାଏ ଏବଂ ଭାବେ ତୁ ବହୁତ ହସୁଛୁ, ତାକୁ ତ ବଡ଼ ପାଟିରେ କହିହେବନି, ମନେ ମନେ ତୁ ବହୁତ ହସୁଛୁ, କିନ୍ତୁ ଜାଣିନୁ ଏ ହସଟା ଦିନେ ଆଖିର ଲୁହରେ ପରିଣତ ହେବ। ତେଣୁ ସଜ୍ଜନ, ଆଜି ପ୍ରଭୁ ଆଖଣ୍ଡଳମଣିଙ୍କର ପୀଠରେ ଇଏ ଗୋଟେ ଆଖଣ୍ଡଳମଣି ଏଠି ସ୍ଥାପନ ହେଇଛନ୍ତି। ଏଠି ଆମେ ତାକୁ ଦାୟିତ୍ୱ କ'ଣ ନେଇଛୁ। ଆନନ୍ଦ ବ୍ରହ୍ମ ବୋଲି ଜଣେ ବାବାଜୀ, ସେ ଏଠି କ'ଣ ତାଙ୍କର ସବୁ ଇଏ କରୁଛନ୍ତି। ସେ ବୋଧେ ଆମର ଏଠି କିଛି ନାହିଁ, ଆମେ କୁଣିଆ ଭଳିଆ ଆଇଛୁ, ପଳେଇବୁ। କିନ୍ତୁ ଆଖଣ୍ଡଳମଣି ଆପଣମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ, ସଦଜ୍ଞାନ ଦିଅନ୍ତୁ। ଆପଣମାନଙ୍କୁ ନ ଦିଅନ୍ତୁ ପଛେ ମୋତେ ଦିଅନ୍ତୁ, କାରଣ ଆପଣମାନଙ୍କ କଥା କହିଲେ ଆପଣମାନେ କହିବେ ଆମେ ତ ସବୁ ପାଠ ପଢ଼ିଛୁ, ପଦପଦବୀରେ ଅଛୁ, ଆଉ ଇଏ କ'ଣ ମୂର୍ଖ କ'ଣ କହୁଛି ଆମକୁ ସଦ୍ବୁଦ୍ଧି ଦେବେ। ନାଇଁ, ଆପଣମାନଙ୍କୁ ତ ସଦ୍ବୁଦ୍ଧି ଦେଇଛନ୍ତି, ଆମେ ଯିଏ ପଞ୍ଝାଏ ରହିଯାଇଛୁ ଆମକୁ ସଦ୍ବୁଦ୍ଧି ଦିଅନ୍ତୁ। ଆଜି ପୃଥିବୀ ଶାନ୍ତ ହଉ, ଦେଶ ଶାନ୍ତ ହଉ, କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳୀ ହଉ। ଏତିକିରେ ଆଖଣ୍ଡଳମଣିଙ୍କର ପାଦ ପଦ୍ମରେ କଥାକୁ ସମର୍ପଣ କରୁଛି। ଏଠି ରତ୍ନାକର ବଙ୍ଗୋପସାଗର ପ୍ରବାହିତ ହେଉଛନ୍ତି, ଯାହାଙ୍କୁ ରତ୍ନାକର ବୋଲି କୁହାଯାଏ। ତାଙ୍କୁ ହିଁ ସବୁ ଶାନ୍ତି ପାଇଁ ମାଗୁଣି କରି କଥାଟିକି ଏଇଠି ରଖୁଛି। କୀର୍ତ୍ତନ କର।